ସାଙ୍ଗମାନେ ମୁଁ ପୁରା ଅନ୍ଧାରୁ ଆଡ଼େ ଆସିଛି ଆମ ବନ୍ଧ ଆଡ଼େ। ମାନେ ଆମର ପଲାଙ୍ଗସରଙ୍କର ଦିଅଙ୍କୁ ଘଣ୍ଟ ବାଜୁଛି ଏପର୍ଯ୍ୟନ୍ତ ହେଲେ ଆଲୁଅ ପଡ଼ିଆ ଆସିବାକୁ ନାହିଁ। ପୁରା ଅନ୍ଧାରୁ ଆଡ଼େ ଆସିଛି ମାନେ ବନ୍ଧ ଆଡ଼େ ଝାଡ଼ା ଲାଗିଲା ଯେ ମୁଁ ଆସିଲି ଆରି ବହୁତ ଝାଡ଼ା ଲାଗିଲା ଯେ ବନ୍ଧ ଆଡ଼ିକି ଆସିଛି ଏଠି ଝାଡ଼ା ବସି ପଳେଇବି ଏତୁ ଯାହେଲି ମାନେ ସବୁଆଡ଼େ ଅନ୍ଧାର କି ଲୋକମାନେ ବି ଆସିନାହାନ୍ତି। ଦେଖନ୍ତୁ ମୁଁ ଝାଡ଼ା ବସିକି ଯିବାରୁ ମୋର ସରିଗଲା ମାନେ ନିଜକୁ ଥଣ୍ଡା ଲାଗୁଛି ମୁଣ୍ଡ ଖରାପ ମାନେ ପାଣିରେ ପଶିବାକୁ ଇଚ୍ଛା ହଉନି ମାନେ ଘରକୁ ଯାଉଛି ହେରି ବହୁତ ଜୋରେ ଥଣ୍ଡା ଲାଗୁଛି। ଏବେ ଦିଅଙ୍କର ତ ଘଣ୍ଟ ବାଜୁଛି ମାନେ ସୂର୍ଯ୍ୟକୁ ଆସିନାହାନ୍ତି ଏପର୍ଯ୍ୟନ୍ତ ହେଲି ହଉଛି ସେମାନେ ରହୁଛି ସେ ପର୍ଯ୍ୟନ୍ତ ପାଇଁ ପରେ ଦେଖା ହେବା। ହାଏ ସାଙ୍ଗମାନେ ମାନେ ଜଷ୍ଟ ଗାଧେଇକିରି ଆସିଲି ମାନେ ଏତେ ଜୋରେ ଥଣ୍ଡା ହେଉଛି ମୁଣ୍ଡ ଖରାପ ଲୋକମାନେ ବିଲ ଯାଇ କାମ କଲେଣି ଦେଖନ୍ତୁ। ଲୋକମାନେ କାମ କରନ୍ତି ମାନେ ଜଷ୍ଟ ଗାଧେଇ ଆସିଲି ମାନେ ଭୋକ କଲି ବହୁତ ଜୋରେ ଟାଇମ୍ 9:30 ହେଲେ 9:05 ସମସ୍ତେ ଗାଧେଇକିରି ଆସିଲେ ନାରି ମାନେ ମୋତେ ବହୁତ ଜୋରେ ଭୋକ କଲି ଗୋଟେ ଖାଇସାରିଲା ପରେ ଦେଖାହେବ। ମାନେ ମୁଁ ଗାଧେଇକି ଆସିକି ଏଇଠି ଗୋଟେ ଖାଇକି ଆସିକି ଏଠି ବସିଛି ମାନେ ଖରାରେ। ଆମର ବାବାଜୀ ବି ବସିଛନ୍ତି ଏଇଠି ପାଖରେ ଖରାରେ ବସିଛନ୍ତି ଗାଧେଇକିରି ଆସିକି। ବାବାଜୀ ଟିକେ ଅନ ଖାଇସାରିଲଣି? ଖାଇନ? ଖାଇନାହାନ୍ତି ବାବାଜୀ ଖାଇବା ପିଇବା ହବ ଟାଇମ୍ ହେଇନି ଖାଇବା ଟାଇମ୍ ତାଙ୍କର ହେଇନି। ଟାଇମ୍ରେ ସେ ଖାଉଛନ୍ତି ଟାଇମ୍ରେ ଶୋଉଛନ୍ତି ଟାଇମ୍ରେ ବି ଗାଧଉଛନ୍ତି ଟାଇମ୍ରେ ସବୁ କିଛି କରୁଛନ୍ତି। ସିଏ ବିଟାଇମ୍ କଲେ ତାଙ୍କର ଅସୁବିଧା ହେଉଛି ଝାଡ଼ା ହେଇଯାଉଛି ତାଙ୍କର। ଲୋକମାନେ ବି କାମ କରୁଛନ୍ତି ଏଠି ବିଲ ମାନଙ୍କରେ ଦେଖନ୍ତୁ। ଆମର ବାବାଜୀ କାଠ ଆଠି କେତେବେଳକୁ ଯିବ? କେତେବେଳକୁ ତାଙ୍କ ଟାଇମ୍ ହେଲେ ଯିବେ କହୁଛନ୍ତି ବି ଟାଇମ୍ ସେ ଦରକାର କାଠୁଆଡ଼ି ଯିବା ପାଇଁକା ଟାଇମ୍ ହେଇନି ନା ଆଜି ଯିବାର ତାଙ୍କର ଅଛି ଟାଇମ୍ ହେଲେ ଯିବେ ନହେଲେ ଛୁଟି କରିଦେବେ ଆଉ। ବାବାଜୀଙ୍କର ଚାକିରି ଅଛି ନା ଗଭର୍ଣ୍ଣମେଣ୍ଟ ଚାକିରି ତାଙ୍କର ମନ ହେଲେ ଡ୍ୟୁଟି ଯିବେ ନହେଲେ ନାହିଁ ଶୋଇବେ ଘରେ ନାଇଁ ବାବାଜୀ ମୁଣ୍ଡ ହଲଉଛନ୍ତି। ଆଜି ପୁରା ଗାଧେଇ ପୁରା ରେଡି ମାନେ ଫେସ୍ ଫାସ୍ ହେଇଯାଇଛନ୍ତି ରେଡି ମାନେ ଆମର ବାବାଜୀ ବସିଛନ୍ତି ମାନେ ଚିନ୍ତାରେ କୋଉ ଗୋଟେ ପ୍ରୋଗ୍ରାମ କରିବି ବୋଲିଆ ହେଲେ ଭାବି ପାରୁନାହାନ୍ତି କୋଉ ପ୍ରୋଗ୍ରାମ ହବ ବୋଲିକା। ବାବାଜୀ କୋଉ ପ୍ରୋଗ୍ରାମ ଆଜି ହବ କିଛି କହିପାରୁନାହାନ୍ତି ବାବାଜୀ ମାନେ ଖାଇନାହାନ୍ତି ତ ସେଥିପାଇଁ କହୁନାହାନ୍ତି କିଛି। ଖାଇବା ଟାଇମ୍ ହେଲେ କହିବେ ଖାଇସାରିଲା ପରେ ଟାଇମ୍ ପ୍ରୋଗ୍ରାମ ହବ। ଗଜେନ୍ଦ୍ର ଆସନ୍ତି ଗଜେନ୍ଦ୍ର କଣ କହିବେ ଦର୍ଶକଙ୍କୁ ଯିଏ ଚାଲୁନ ସିଆଡ଼େ ଚାଲୁନ ଏଠିକି ଆସ ଗଜେନ୍ଦ୍ର କଣ ଯାଇଥିଲେ କୁଆଡ଼େ ଏଠିକି ଆସ ଆଛରା ଛଟା ହବ ଗଜିଆ ହାର ମାନେ ଗଜିଆ ବଡ଼ ଚାଷୀ ହେଇଯାଇନ୍ତି ମହି ଭିଡ଼ିବେ। ଗଜିଆ ଚାଷୀର ବିଷୟରେ କଣ ଜାଣିଛ? କଣ ଧାନ ପକେଇବ? ଧାନ ନଳତି ଚମ୍ପା ଧାନ ବିହନ ହେଇଯାଇଛି। ଓହୋ ପକେଇବା ଟିକେ ଅନୁନ ଦେଖୁନ ତ ମୁହଁ ଟିକେ ଗାଧେଇନ ଖାଇନ? ଗାଧେଇନ କାମକୁ ଯିବ ଖାଇସାଇଲୁ? ଖାଇନି ଗଜା ଆମେ ଏଇନେ ଯିବୁ ସେଠିକି ରୋଷେଇ କରିବାକୁ ନାଇଁ ଏଇଠି ଆମର ବାବାଜୀ ମୋର ଆମେ କାଲି କରିଥିଲୁ। ଆଜି ଯିବ ନା ସିଆଡ଼େ କାମ ସରିଲେ ଯିବା ନା କଣ? ହଉ ଠିକ୍ ଅଛି ରହୁଛି। ଗଜିଆ ଆମର ଆସିନ୍ତି ଖରାକୁ ଦେଖାଯାଉନି ମାନେ ଆଖି ମୁଜିବାକୁ ଖରାକୁ ତାପରେ ଯାଉଛୁ ମୟାଦା ଆମର ନେଇକି ଗଲେ ମାନେ ଗଜିଆ ବାପା
ମାନେ ନେଇକି ଯାଉଛନ୍ତି କୋଦାଳ ତାପରେ ବାଲ୍ଟି ତାଙ୍କର ଆଜି ପକେଇବେ ନାହିଁ ଧାନ ଫାନ ମହି ଭିଡ଼ିକିରି ମହି ଭିଡ଼ା ହେଇଯାଇଛି ତମର ଗଜିଆ ଯାଉଛନ୍ତି ମାନେ ଏନେ ତାଙ୍କର ପକେଇକିରି ଧାନଟା ପକେଇକି ଆସିବେ ଆଉ ଏଠି ଆମର ଗଜିଆ ଯିବେ ଏନେ ଅଛି ଗଜିଆ ଗଲେ ଏନେ ଭିଡ଼ିବେ ଆସିବେ ଆଉ ନା କଛି ବାବାଜୀଙ୍କର କ'ଣ ମନ ହେଇଗଲା ତାଙ୍କର ମନ ପ୍ରେମ ହେଇଗଲା ଯେ ଏତେ ଜୋରେ ମାନେ ହସୁଛନ୍ତି ବାବାଜୀ କୋଉଦିନ ଆସିଲ ଏ ବାବାଜୀ ଫିରି ଆସିଲେ ଯାହା ମନ ପ୍ରେମ ହେଇଯାଇଛି ବାବାଙ୍କର ଆଉ ଗଜିଆ ବାବାଙ୍କର ଆଜି ମନ ପ୍ରେମ କାମକିଆ ପିଲା ବାବାଜୀ ଆଉ ଆମର ଗଜେନ୍ଦ୍ର ଆସିନ୍ତି ଗଜେନ୍ଦ୍ର କିଛି କହୁନାହାନ୍ତି ଯେ କାମ ବିଷୟରେ ଚାଲିଛି ଯେ ନଡ଼ିଆ ପରାପରି ଗଛ ବିଷୟରେ ହେଲେ କ'ଣ ହବ କ'ଣ କରିବା ଭଗବାନ ପଇସା ପତ୍ର ଆଠ କମଜୋରି ହେଇ କାମ ତ ମିଳୁନି ଆଉ ମିଳୁନି ଗଜିଆକୁ ଆଉ କ'ଣ କରିବ ବାବାଜୀ ଆସିଛନ୍ତି ମାଲାମାଲ ପାଟି ଗଜିଆ ନା ଗଜିଆ ବାବାଜୀ ଶୁକ୍ରବାର ତାଙ୍କର ଘଣ୍ଟ ହଉଛି ନାଇଁ ଶୁକ୍ରବାର କାଲି ଗୁରୁବାର ହେଇଥିଲା ବାବାଜୀ ଯିବା କେତେବେଳେ ଯା ବାବାଜୀ କେତେବେଳେ ଯିବା ସାରେ ଚାଲ ନା ପ୍ରାୟ ଆସନ୍ତି ମାନେ କୋଠଘରକୁ କ'ଣ କରିବାକୁ ଗଜେନ୍ଦ୍ର ମହି ଧରିକି ଆସନ୍ତି ତାଙ୍କର ବିଲ କାମ ଶେଷ ହେଇଗଲା ମହି ଦେଇକି ଆସିଲେ ହେରି ଆସନ୍ତୁ ଦେଖିବା ସେ କେମିତି ଅବସ୍ଥାରେ ଆସନ୍ତି ଦେଖିବା ଟିକେ ଦେଖନ୍ତୁ ଗଜେନ୍ଦ୍ର ଆସନ୍ତି ଗଜେନ୍ଦ୍ର ଶେଷ ମହି ଦିଆ ହଁ ସେଇଟା କାହାର ସେ ଆଉ ଯିବନି ଆଉ ଯିବନି ଆଉ ଏଇନେ କୁଆ ଯିବ ହଁ ଶୋଇପଡ଼ ଚାଷ କାମ କରିକି ଆଇଲି ଚାଷ ବୋତଲ ଧରିଛି ଧରିଛି ମହି ବୁଲେଇକି ଆଇଲି ମହି ବୁଲେଇକି ବହୁତ କଣ କାମ କରିବା ଖଟିକିଆ ଲୋକ ମୁଁ ଖଟିଖିଆ ଲୋକ ଖଟିଲେ ଖାଇବି ନ ଖାଇଲେ ନାହିଁ ନ ଖଟିଲେ ଖାଇବନି ଆତ୍ମାରୁ ଉଠିଛି ହଉ ଖଟିକିରି ଖାଅ ବଡ଼ ଲୋକ ହୁଅ ତାପରେ ଗାଧେଇ ପାଧେଇକି ଆସ ହଉ ଯାଅ ସାଙ୍ଗମାନେ ମୋର ମାନେ ବହୁତ ଜୋରେ ଖାସ ହେଉଛି ନା ସେଥିପାଇଁକା ମୁଁ ଯାଉଛି ମାନେ କିଆ କଣ୍ଡ ଖାଇବାକୁ ମାନେ ପଇସା ପତ୍ର ନାହିଁ ନା ସେଥିପାଇଁକା କିଆ କଣ୍ଡ ଖାଇବାକୁ ଯାଉଛି ସେ ଦେଶୀ ଷ୍ଟାଇଲ ମାନେ ଔଷଧ ମାନେ ସମସ୍ତେ ଖାଆନ୍ତି ସକାଳୁ ସକାଳୁ ଖାଆନ୍ତି ହେଲେ ମୋର ଆଜି ମନେ ପଡ଼ିଲାନି ମୋର ଆଜି ଏତେବେଳୁ ମନେ ପଡ଼ିଲା ମୁଁ ଆଜି ଖାଇବାକୁ ଯାଉଛି ଆସନ୍ତୁ ଖାଇବା ଦେଖିବା ମୁଁ ଗୋଟେ ଥର 2-3 ଥର ଖାଇଛି ମୋର ଭଲ ହେଇଛି ଆଜି ମୁଁ ଖାଇବାକୁ ଯାଉଛି ଏତେବେଳକୁ ମାନେ 3ଟା 4ଟା ହେଲେ ଏତେବେଳକୁ ଖାଇବାକୁ ଯାଉଛି ଯିବା ଚାଲ ସାଙ୍ଗମାନେ ଆଉ ଅଳପ ବାଟ ଅଛି ବି ମାନେ ଆମ ବନ୍ଧରେ ଅଛି ନା କାରଣ ମୋର ବହୁତ ଜୋରେ ଖାସ ହେଉଛି ମାନେ ରାତିରେ ବି ଶୋଇ ହେଉନି ଏବେ ବି ଶୋଇଥିଲି ମାନେ ନିଦ ଲାଗିଲାନି ଏମିତି ଖାସ ହେଲା ଯେ ମୁଣ୍ଡ ଖରାପ ଟିକେ ଖାଇଦେବା ସକାଳୁ ସକାଳୁ ଖାଇଦେଲେ ଭଲ ହେଇଯାଆନ୍ତା ମୁଁ ଏଇନା ଆସୁଛି ଖାଇବାକୁ ହଉ ଟିକେ ଖାଇଦେବା ସାଙ୍ଗମାନେ ଏୟାକୁ ଖାଇଲେ ମାନେ ଭଲ ହେଇଯାଏ ସମସ୍ତେ ଖାଆନ୍ତି ମୁଁ ବି ବେଳେବେଳେ ଖାଇଥିଲି ଭଲ ହେଇଯାଇଥିଲା ଆଜି ମୁଁ ଖାଉଛି ଆପଣଙ୍କୁ ଦେଖାଉଛି ବି ମୁଁ ଖାଇଦେଲି ମାନେ ଘରକୁ ଏବେ ଯାଉଛି ଦେଖିବା ଦେଖୁ ସାଙ୍ଗମାନେ ଭିଡ଼ିଓଟି କେମିତି ଲାଗିଲା ଆଶା କରୁଛି ନିହାତି କମେଣ୍ଟ ବକ୍ସରେ ଜଣାଇବେ ଏବଂ ଲାଇକ୍ କରିବେ ସେୟାର କରିବେ ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲିବେନି ପ୍ଲିଜ୍ ଦୟାକରିକି ସବସ୍କ୍ରାଇବ୍ କରିଦେବେ ରହୁଛି ବାଏ ସାଙ୍ଗମାନେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ପ୍ଲିଜ୍ ଦୟାକରିକି ରହୁଛି ବାଏ।